ଲୁକ 5:17 ଦିନେ ଯୀଶୁ ଲୋକମାନଙ୍କୁ ଉପଦେଶ ଦେଉଥିଲେ। ସେଠାରେ ଫାରୁସୀ ଓ ଯିହୁଦୀ ଧର୍ମଶାସ୍ତ୍ରୀମାନେ ମଧ୍ୟ ବସିଥିଲେ। ସେମାନେ ଗାଲିଲର ପ୍ରତ୍ୟେକ ନଗରରୁ, ଯିହୁଦା ତଥା ଜେରୁସାଲେମରୁ ଆସିଥିଲେ। ପ୍ରଭୁ ଲୋକଙ୍କୁ ସୁସ୍ଥ କରି ଦେବା ପାଇଁ ଯୀଶୁଙ୍କୁ ଶକ୍ତି ଦେଉଥିଲେ। ସେତିକିବେଳେ କେତେକ ଲୋକ ଗୋଟିଏ ପକ୍ଷାଘାତ ରୋଗୀକୁ ଖଟରେ ବହି କରି ଯୀଶୁଙ୍କ ପାଖକୁ ଆଣିଲେ। ସେମାନେ ରୋଗୀଟିକୁ ଭିତରକୁ ଆଣି ଯୀଶୁଙ୍କ ଆଗରେ ରଖିବା ପାଇଁ ଚେଷ୍ଟା କଲେ, କିନ୍ତୁ ସେଠାରେ ଏତେ ଲୋକ ଥିଲେ ଯେ ସେମାନେ ଯୀଶୁଙ୍କ ପାଖକୁ ଯିବାକୁ ବାଟ ପାଇଲେ ନାହିଁ। ପ୍ରଭୁଙ୍କ ଲୋକମାନେ ତେଣୁ ସେମାନେ ଛାତ ଉପରକୁ ଚାଲିଗଲେ। ଛାତରୁ ଛପର କିଛି ବାହାର କରି କଣାଟିଏ କଲେ। ସେମାନେ ସେହି କଣା ବାଟେ ପକ୍ଷାଘାତ ରୋଗୀଟିକୁ ଖଟ ସହିତ ଯୀଶୁଙ୍କ ସାମନାକୁ ଖସେଇ ଦେଲେ। ସେହି ଲୋକମାନଙ୍କର ବିଶ୍ୱାସ ଦେଖି ଯୀଶୁ ସେହି ରୋଗୀଟିକୁ କହିଲେ, ବନ୍ଧୁ, ତୁମ୍ଭର ପାପ କ୍ଷମା କରି ଦିଆଗଲା। ଯିହୁଦୀ ଧର୍ମଶାସ୍ତ୍ରୀ ଓ ଫାରୁସୀମାନେ ଭାବିବାକୁ ଲାଗିଲେ, ଏ ଲୋକ କିଏ? ଏ ପରମେଶ୍ୱରଙ୍କୁ ଅପମାନ କରୁଛି। କେବଳ ପରମେଶ୍ୱର ପାପ କ୍ଷମା କରିପାରନ୍ତି। କିନ୍ତୁ ଯୀଶୁ ଜାଣିପାରିଲେ ଯେ ସେମାନେ କ'ଣ ଭାବୁଛନ୍ତି। ସେ କହିଲେ, ତୁମ୍ଭେମାନେ ମନ ଭିତରେ ଏଭଳି ବିଚାର କାହିଁକି ଆଣୁଛ? କ'ଣ କହିବା ସରଳ? ପକ୍ଷାଘାତ ରୋଗୀଟିକୁ କହିବା ଯେ ତୁମ୍ଭର ପାପ କ୍ଷମା କରି ଦିଆଗଲା, ନା ଏ କଥା କହିବା ଯେ ଉଠ ଓ ଚାଲ? ମୁଁ କିନ୍ତୁ ତୁମ୍ଭମାନଙ୍କୁ ଦେଖାଇ ଦେବି ଯେ ମନୁଷ୍ୟପୁତ୍ରଙ୍କର ପାପ କ୍ଷମା କରିବାର ଶକ୍ତି ଅଛି। ତେଣୁ ସେ ପକ୍ଷାଘାତ ରୋଗୀଟିକୁ କହିଲେ, ମୁଁ ତୁମ୍ଭକୁ କହୁଛି, ଠିଆ ହୁଅ, ତୁମ୍ଭର ବିଛଣା ଧର ଓ ଘରକୁ ଯାଅ। ସେ ତତ୍କ୍ଷଣାତ୍ ସେମାନଙ୍କର ସାମ୍ନାରେ ଉଠି ଠିଆ ହେଲେ। ଯେଉଁ ବିଛଣା ଉପରେ ସେ ଶୋଇଥିଲେ ତାହା ଧରି ପରମେଶ୍ୱରଙ୍କର ସ୍ତୁତିଗାନ କରି ନିଜ ଘରକୁ ଚାଲିଗଲେ। ସେଠାରେ ଯେଉଁମାନେ ଉପସ୍ଥିତ ଥିଲେ ସେମାନେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇ ପରମେଶ୍ୱରଙ୍କର ଗୁଣଗାନ କରିବାକୁ ଲାଗିଲେ। ପରମେଶ୍ୱରଙ୍କର ଶକ୍ତି ଦେଖି ସେମାନଙ୍କ ହୃଦୟ ଭକ୍ତିରେ ଭରିଗଲା। ସେମାନେ କହି ଉଠିଲେ, ଆଜି ଆମ୍ଭେମାନେ ବିସ୍ମୟଜନକ ଘଟଣାମାନ ଦେଖୁଛୁ। ସତରେ ପ୍ରଭୁ ମହାନ ପରମେଶ୍ୱର। ସେ ସବୁ କିଛି କରିପାରନ୍ତି। ତାହାଙ୍କ ଦ୍ୱାରା କୌଣସି ବିଷୟ ଅସାଧ୍ୟ ନୁହେଁ, କୌଣସି ବିଷୟ ଅସମ୍ଭବ ନୁହେଁ। ସମସ୍ତ ବିଷୟକୁ ସେ ସାଧ୍ୟ କରନ୍ତି, ସମ୍ଭବ କରନ୍ତି, କାରଣ ସେ ଭୟଙ୍କର ପରମେଶ୍ୱର ଅଟନ୍ତି। ସାରା ବିଶ୍ୱକୁ ଯିଏ ସୃଷ୍ଟି କଲେ, ଯାହାଙ୍କ ଦ୍ୱାରା ସମସ୍ତ ବିଷୟ ସୃଷ୍ଟି ହେଲା, ସେ ଯଦି ଚାହିଁଲେ ସବୁକିଛି ବିଷୟ ସମ୍ଭବ କରିପାରନ୍ତି। ତେବେ ପ୍ରଭୁଙ୍କ ଲୋକମାନେ, ଆମେ ଏହି ବାକ୍ୟରେ ଦେଖିଲୁ ଯେ କେତେ ବଡ଼ ଭୟଙ୍କର କାର୍ଯ୍ୟ ପ୍ରଭୁ ଯୀଶୁ କଲେ। ସମସ୍ତେ ଆଶ୍ଚର୍ଯ୍ୟ ହେବା ସହିତ ପ୍ରଭୁଙ୍କର ସ୍ତୁତିବାଦ କଲେ। ପ୍ରଭୁଙ୍କର ଧନ୍ୟବାଦ ହଉ।